ଆସନ୍ତୁ ଜାଣିବା ଶ୍ରୀ ଶ୍ରୀ ଦକ୍ଷିଣାମୂର୍ତ୍ତି ମଠରେ ପାଳିତ ହୋଇଥିବା ଗୀତା ଜୟନ୍ତୀ ବିଷୟରେ ଏକ ସଂକ୍ଷିପ୍ତ ସୂଚନା। ଦେଖନ୍ତୁ, ଏହା କେବଳ ଗୋଟେ ଧାର୍ମିକ ପର୍ବ ନୁହେଁ, ବରଂ ଏହା ଆମକୁ ଦେଖାଏ କେମିତି ହଜାର ହଜାର ବର୍ଷ ପୁରୁଣା ଗୀତାର ଜ୍ଞାନ ଆମ ଆଜିର ଜୀବନର ଚାପ ଓ ଚିନ୍ତାର ସମାଧାନ କରିପାରେ। ତେବେ ପ୍ରଥମେ ଦେଖିବା ସେଠି ହେଲା କ'ଣ। ଡିସେମ୍ବର 3, 2025ରେ ହାତୀଶାଳର ଏହି ମଠରେ ସାଧୁସନ୍ଥ, ଭକ୍ତ ଆଉ ଛାତ୍ରଛାତ୍ରୀମାନେ ଏକାଠି ହୋଇଥିଲେ। ସମସ୍ତେ ମିଶି ସାମୂହିକ ଭାବେ ଗୀତା ପାଠ କଲେ, ଯାହା ଏକ ବହୁତ ଶକ୍ତିଶାଳୀ ଅନୁଭବ ଥିଲା। ଦ୍ୱିତୀୟରେ, ଏହି ପାଠର ପ୍ରକୃତ ଅର୍ଥ କ'ଣ? ଗୀତାର ସବୁଠୁ ବଡ଼ ଶିକ୍ଷା ହେଉଛି ନିଷ୍କାମ କର୍ମ, ମାନେ ଫଳାଫଳକୁ ନେଇ ବେଶୀ ଚିନ୍ତା ନ କରି ନିଜ କର୍ତ୍ତବ୍ୟ କରିଚାଲିବା। ଆଉ ନିଜ କାମକୁ ଭଗବାନଙ୍କୁ ସମର୍ପଣ କରିଦେଲେ ମନକୁ ଶାନ୍ତି ମିଳେ। ଆଉ ଶେଷରେ, ଏହା ଆମ ପାଇଁ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ? ଦେଖନ୍ତୁ, ଆମେ ସମସ୍ତେ ନିଜ ଜୀବନରେ କେବେ ନା କେବେ ଅର୍ଜୁନଙ୍କ ଭଳି ଦ୍ୱନ୍ଦ୍ୱରେ ପଡ଼ିଥାଉ। କ'ଣ କରିବି, କ'ଣ ନୁହେଁ? ଗୀତା ସେ ଦ୍ୱନ୍ଦ୍ୱରୁ ବାହାରିବାର ବାଟ ଦେଖାଏ। ଉତ୍ସବରେ ସେଥିପାଇଁ ଅନାସକ୍ତ କର୍ମ ପାଇଁ ପ୍ରାର୍ଥନା କରାଯାଇଥିଲା। ତେଣୁ ଏହି ଗୀତା ଜୟନ୍ତୀ କେବଳ ଏକ ଧାର୍ମିକ ପରମ୍ପରା ନୁହେଁ, ବରଂ ଆଧୁନିକ ଜୀବନ ପାଇଁ ଏକ ପ୍ରାକ୍ଟିକାଲ ଗାଇଡ୍।